କବିତା ପ୍ରତି ମୋର ଭାବଦୃଷ୍ଟି। ମାନବୀୟ ଅନୁଭବ, ମୂଲ୍ୟବୋଧ ଓ ସୃଜନଶୀଳ ଭାବନାର ଆବେଗିକ ଏବଂ କଳାତ୍ମକ ରୂପର ଶାବ୍ଦିକ ପରିପ୍ରକାଶର ସାବଲୀଳ ପ୍ରବାହ କେବେ କବିତା, କେବେ ଗଳ୍ପ ତ କେବେ ସାହିତ୍ୟର ଅନ୍ୟାନ୍ୟ ବିଭବ। ଏହି ବିଭବମାନଙ୍କର ଗର୍ଭରେ ଅତୀତ, ଉତ୍ତାଳ ସ୍ରୋତରେ ବର୍ତ୍ତମାନ ଏବଂ ଦୃଷ୍ଟିରେ ଭବିଷ୍ୟତ। ସାହିତ୍ୟର ମୂଳ ଚେରଟି ସମାଜରେ, କିନ୍ତୁ ସମାଜର ନବପଲ୍ଲବିତ ଶାଖା ସମୂହରେ ମୁକୁଳିତ ପତ୍ର ଓ ଫୁଲରେ ଶୋଭା ପାଉଥାଏ ସାହିତ୍ୟର ରଙ୍ଗରେ। ରାଗ, ହିଂସା, ଦ୍ୱେଷକୁ ଦୂରେଇ ଶାନ୍ତି, ମୈତ୍ରୀ, ପ୍ରୀତି ପ୍ରତିଷ୍ଠାପୂର୍ବକ ଜୀବନର ମାନ ଉତ୍କୃଷ୍ଟ କରି ସୁସ୍ଥ ସମାଜର ଗଠନ କରିବା ସାହିତ୍ୟର ଲକ୍ଷ୍ୟ। ଏମିତି ଏକ ଅମୃତ ନିଃସୃତ ମହାସାଗରର ବେଳାଭୂମିରେ ଠିଆ ହୋଇ ଆକାଙ୍କ୍ଷିତ ନୟନରେ ତରଙ୍ଗାୟିତ ଜଳରାଶିର ଗଭୀରତା ମାପୁଥିବା ସ୍ୱପ୍ନ ବିଭୋର ଶିଶୁଟିଏ ମୁଁ। ଥର ଥର ପାଦ ଖଣ୍ଡି ଉଡ଼ା ଦେଉଥିବା ଶାବକ ପକ୍ଷୀଟିଏ ବି ମୁଁ। ତଥାପି ଆକାଶର ଉଚ୍ଚତା ଓ ଗାମ୍ଭୀର୍ଯ୍ୟକୁ ମାପିବାର ଇଚ୍ଛା ଅଦମ୍ୟ। ଐତ ବୋଧକୁ ବହି ଆଶ୍ୱସ୍ତ ମୁଁ କ୍ଷୁଦ୍ର ଜଳବିନ୍ଦୁଟିଏ, ଇଚ୍ଛା ମୋର ନଦୀ ହୋଇ କୋଟି ବ୍ୟଥା ବକ୍ଷେ ଧରି ସିନ୍ଧୁ ସାଥେ ସିନ୍ଧୁ ହୁଏ। ସାହିତ୍ୟ ମହାସାଗରର ସବୁଠାରୁ ସୌନ୍ଦର୍ଯ୍ୟମୟୀ ବିଭବଟିଏ କବିତା, ଯିଏ ମଣିଷର ଜିଜ୍ଞାସା, ମନୀଷା ଓ ଅନୁଭବକୁ ରସସିକ୍ତ ଶୈଳୀରେ ପରିପ୍ରକାଶ କରିଥାଏ। ଯାହାର ବିନ୍ଦୁଏ ଭାବ ସାତସିନ୍ଧୁର ଉତ୍ତାଳ ତରଙ୍ଗ ସୃଷ୍ଟି କରି ପ୍ରାଣରେ ଭରିପାରେ ଶତସିଂହର ଉନ୍ମାଦ, ଯୁଦ୍ଧଭୂମିରେ ଫୁଟାଇପାରେ ଶାନ୍ତିର ଗୋଲାପ। ଯାହାର କ୍ଷୁଦ୍ରାତି କ୍ଷୁଦ୍ର ଅଂଶରେ ସମାହିତ ହୋଇପାରେ ସମଗ୍ର ସୃଷ୍ଟି। ଚର୍ଯା ଯୁଗରୁ ଉତ୍ତର ଆଧୁନିକ ଯୁଗ ପର୍ଯ୍ୟନ୍ତ କବିତାକୁ ନେଇ ଦୀର୍ଘପଥ ଅତିକ୍ରମ କରିଥିବା ଓଡ଼ିଆ ବାଣୀଭଣ୍ଡାର ବି ବେଶ୍ ସମୃଦ୍ଧ। ଅନ୍ଧାରକୁ ପିଠି କରି ଆଲୋକ ଆଡ଼କୁ ଅଗ୍ରସର ହେଉ ହେଉ ମଝିରେ ମଝିରେ କବିତା ଛିଡ଼ା କରିଦେଇଛି ଅନେକ ଭାଷାର ହିମାଦ୍ରୀ। ଆଉ ଅନ୍ଧକାର ଗ୍ରାସ କରିବାର ଆଶଙ୍କା ବି ନାହିଁ। ଏବେ ଓଡ଼ିଆ କବିତାକୁ ନେଇ ପରୀକ୍ଷା ନିରୀକ୍ଷା କରୁ କରୁ ଅସଫଳ ହୋଇଗଲେ ବି ଓଡ଼ିଆ ଭାଷାର କିଞ୍ଚିତ ମାତ୍ରାରେ କ୍ଷତି ହେବାର ଅନୁମାନ କରାଯାଇ ନପାରେ ବୋଲି ଅନେକ ହୃଦ୍ବୋଧ କରୁଥିବା ଏକ ସୁଖକର ସମୟରେ ମୁଁ ମୋର କ୍ଷୁଦ୍ର କ୍ଷୁଦ୍ରତିକା ସମ ଚିନ୍ତା ଚେତନାରୁ ସ୍ୱତଃସ୍ଫୁର୍ତ୍ତ ଝରି ପଡ଼ୁଥିବା ଭାବଧାରାକୁ ବାନ୍ଧି କବିତା ରୂପ ଦେବା ପାଇଁ ଚେଷ୍ଟା କରିଛି, କେବଳ ସେହି ଶବ୍ଦଗୁଡ଼ିକୁ ଛନ୍ଦବଦ୍ଧ କରି। କଟକ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସବୁଜିମା ଘେରା ଗାଁ ପରିବେଶରେ ଏକ ଶିକ୍ଷକ ପରିବାର ତଥା ସମାଜର ସମସ୍ତ ବର୍ଗର ମଣିଷଙ୍କ କୋଳାହଳ ମଧ୍ୟରେ ବଢ଼ିଥିବାରୁ ପାଠ, ପ୍ରକୃତି, ଆଧ୍ୟାତ୍ମିକତା ସହିତ ଦୁଃଖ, ଶୋକ, ରୋଗ, ଯନ୍ତ୍ରଣା, ଦାରିଦ୍ର୍ୟତା, ସାମାଜିକ ଅସାମଞ୍ଜସ୍ୟତା, ବିଶେଷ କରି ରାଜନୀତିର ଅନ୍ଧାର ପକ୍ଷକୁ ଅତି ନିବିଡ଼ ଭାବରେ ଅବଲୋକନ କରିବାର ସୁଯୋଗ ମିଳିଥିଲା। ଏହିସବୁ ଦୃଶ୍ୟାଲୋକରେ ଉଦ୍ବେଳିତ ମନ ସବୁ ସମୟରେ ନିଜ ସହ ବିଦ୍ରୋହ କରୁଥିଲା। ଆପେ ଆପେ ତା ଶବ୍ଦ ହୋଇ ବାହାରି ଆସୁଥିଲା, ଯାହାକୁ କାଗଜ ପୃଷ୍ଠାରେ ଲିପିବଦ୍ଧ କରିବା ବ୍ୟତୀତ ପରିପ୍ରକାଶ କରିବାର ଦମ୍ଭ ନଥିଲା ସେତେବେଳେ। ପୁସ୍ତକ ପାଠ ନିଶା ଥିବାରୁ ଅନେକ ଗଳ୍ପ, ଉପନ୍ୟାସ ପଢ଼ିବାର ସୁଯୋଗ ପାଇଛି। ବିଶେଷ କରି ବିଭୂତି ପଟ୍ଟନାୟକ, ପ୍ରତିଭା ରାୟଙ୍କ ଭଳି ଅନେକ ଉପନ୍ୟାସ ସହିତ କଥା, ଝଙ୍କାର, ସୁଚରିତା, ଜହ୍ନମାମୁଁ ଭଳି ବହୁ ପତ୍ରିକାର ନିୟମିତ ପାଠକ ଭାବରେ ଅନେକ ଗଳ୍ପ ଓ ଉପନ୍ୟାସ ପଢ଼ିଛି। ଗଙ୍ଗାଧର ମେହେରଙ୍କ ଅନେକ କାବ୍ୟ, ସଚୀ ରାଉତରାୟ, ମାୟାଧର ମାନସିଂହ, ରମାକାନ୍ତ ରଥ, ଜୟନ୍ତ ମହାପାତ୍ରଙ୍କ ଭଳି ଅନେକ ମହାନ ସ୍ରଷ୍ଟାଙ୍କ ସୃଷ୍ଟିକୁ ଅନୁଭବ କରିବାର ସୁଯୋଗ ପାଇଛି। ମାୟାଧର ମାନସିଂହଙ୍କ କବିତା ମୋତେ ବିଶେଷ ଭାବରେ ଶିହରିତ କରିବା ସହିତ ସେମାନଙ୍କ ରଚନା ଶୈଳୀ ମୋତେ ପ୍ରଭାବିତ କରିଆସିଛି। ପରବର୍ତ୍ତୀ ସମୟରେ ରାଉରକେଲା ଇସ୍ପାତ କାରଖାନାରେ କର୍ମମୟ ଜୀବନ ଆରମ୍ଭ ସହିତ ଶ୍ରମିକ ସଂଗଠନରେ କାର୍ଯ୍ୟ କରିବାର ସୁଯୋଗ ମିଳିବା ପରେ ଲୁହା, ନିଆଁ, ଧୂଳି, ଧୂଆଁ ସହିତ ଜୀବନ ମୃତ୍ୟୁର ଲୁଚକାଳି ଖେଳକୁ ପରକୁ ସାମାଜିକ ବ୍ୟବସ୍ଥାର ଅନ୍ଧାରଭୂତ ରୁଦ୍ଧ କୋଠରୀରେ ଆହୁରି ନିକଟତର ହୋଇଛି। ଯେତେବେଳେ ଦରସିଜା ଦେହରୁ ଝରି ପଡ଼ୁଥିବା ସ୍ୱେଦର ଦେଶପ୍ରେମର ବାସ୍ନା ମନକୁ ଅସ୍ଥିର କଲା, ଯେତେବେଳେ ଯନ୍ତ୍ର ସହିତ ଅସ୍ଥିର ଘର୍ଷଣର ଶବ୍ଦ ମନ୍ଦିରରେ କମ୍ବୁନାଦ ଭଳି କର୍ଣ୍ଣଭେଦ କଲା, ଯେତେବେଳେ 1500 ଡିଗ୍ରୀ ଉତ୍ତାପ ନିକଟରେ କର୍ମରତ ଶରୀରର ଧମନୀରେ ପ୍ରବାହିତ ରକ୍ତ ସମ୍ପର୍କର ସଂଜ୍ଞା ଖୋଜିଲା, ସେତେବେଳେ ଆପେ ଆପେ ବାହାରି ଆସୁଥିବା ଜୀବନାନୁଭବ
କେମିତି କବିତାର ରୂପ ନେଲା ଜଣା ନାହିଁ। ବିଦ୍ରୋହୀ ମନ ଅହରହ ଖୋଜୁଥିଲା ମୁକୁଳିବାର ସୁଗମ ପଥକୁ। ଆଧ୍ୟାତ୍ମିକତାରୁ ପ୍ରେମ, ପ୍ରେମରୁ ସମ୍ପର୍କ, ସମ୍ପର୍କରୁ ସମର୍ପଣ, ତ୍ୟାଗ, ବଳିଦାନ, ଶାନ୍ତି। ଜୀବନବୋଧର ଏହି ଅଣୁ ଅନୁଭବକୁ ଶବ୍ଦ ରୂପ ଦେଉ ଦେଉ ପ୍ରଥମ କବିତା ପୁସ୍ତକ ଭାବ ନୈବେଦ୍ୟ ସୃଷ୍ଟି। ଯିଏ ଅନନ୍ତ, ଅବ୍ୟକ୍ତ, ଯାହାର ଅଣୁମାତ୍ର ଅନୁଭବରେ ହୃଦୟ ପୂର୍ଣ୍ଣ ହୁଏ, ଯାହାଙ୍କ ପୂର୍ଣ୍ଣ ଅନୁଭବ ସମ୍ଭବ, ସେହି ଶାଶ୍ୱତ ସତ୍ତା ଅନୁଭବର ଭାବ ଅଭାବକୁ କବିତା ରୂପ ଦେଇ ଶାନ୍ତି ସୁଧା ପାନ କରିବାର ପ୍ରୟାସ କରିଛି। ଥରେ କବିତା ମନସ୍କ ହୋଇଗଲେ କବିତା ଆପେ ଆପେ ବାହାରି ଆସେ ଶବ୍ଦ ହୋଇ। କେତେବେଳେ କେଉଁ ଭାବ କବିତାର କେଉଁ ରୂପ ନେବ ତାହା କାହାରିକୁ ଜଣା ନଥାଏ। ଆଧ୍ୟାତ୍ମିକତାରେ ଆପ୍ଲୁତ ହୃଦୟକନ୍ଦର ଠାବ କରିଛି ପ୍ରେମକୁ। ପ୍ରେମ ମାନବ ଜୀବନର ସାରତତ୍ତ୍ୱ। ଯେଉଁଠାରେ ପ୍ରେମ ସେଇଠାରେ ଜ୍ଞାନ, ପରମ ପବିତ୍ରତା, ସେଇଠାରେ ବାଧ୍ୟବାଧକତା ଓ କର୍ତ୍ତବ୍ୟନିଷ୍ଠା। ପ୍ରେମ ମଣିଷକୁ ଭେଦଭାବ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମବିସ୍ମୃତ କରେ। ପ୍ରେମ ନିରୂପିତ ନହେଲେ ହେଁ ପ୍ରେମମୟ। ଅନୁଭବୀ ଥିବା ପ୍ରେମ ହିଁ ହୃଦୟ ପାତ୍ରର ସୁଧା। ଏହି ସୁଧାର ସ୍ୱାଦ ବିନ୍ୟାସର ଶାବ୍ଦିକ ପରିପ୍ରକାଶ ହେଲା ଦ୍ୱିତୀୟ ପୁସ୍ତକ ସପ୍ତପର୍ଣ୍ଣୀ। ପ୍ରେମସିକ୍ତ ପ୍ରାଣ ଦୁଃଖ, ଶୋକ, ଭୋକ, ରୋଗ, ରାଗ, ହିଂସା, ଯୁଦ୍ଧ, ଧ୍ୱଂସର ବାସ୍ତବତା ଭିତରେ ଆଙ୍କିବାକୁ ଆରମ୍ଭ କଲା ପ୍ରଗତିଶୀଳ ବିଶ୍ୱର ଆବାହନୀ ଚିତ୍ର, ଯାହା ଜନ୍ମ ନେଲା ମୋର ତୃତୀୟ ପୁସ୍ତକ କଳାବତୀ ଭାବରେ। ଆଧୁନିକତାର ଧୂମାୟିତ ବଳୟ ଭିତରେ ଧୀରେ ଧୀରେ ଅଣନିଶ୍ୱାସୀ ହୋଇ ଉଠୁଥିବା ମୂଲ୍ୟବୋଧହୀନ ମାନବ ସନ୍ତାପର ଆଗ୍ନେୟଗିରିରେ ଗୋଟିଏ ପାଦ ପକାଇ ସାରି ବର୍ତ୍ତମାନ ଧ୍ୱଂସ ଅସମ୍ଭାବୀ ଜାଣିବା ପରେ ଉପାୟ ଶୂନ୍ୟ ଭାବରେ ମୁକ୍ତିର ଅପେକ୍ଷାରେ ଆମକୁ ମୁକୁଳିବାକୁ ପଡ଼ିବ ସେସବୁ ଉନ୍ନନାବ ଜାଲରୁ। ଆଉ ଖୋଜିବାକୁ ପଡ଼ିବ ଭେଦଭାବ ବିହୀନ ନୂତନ ଏକ ପୃଥିବୀକୁ, ଯେଉଁଠି ପରାଜୟରେ ମିଳୁଥିବ ଶାନ୍ତି ଓ ମୁକ୍ତି। ମୁକ୍ତ ଛନ୍ଦର କବିତା ମୋତେ ଭଲ ଲାଗୁଥିଲେ ହେଁ ମୁଁ ମୋର କବିତାକୁ ଛନ୍ଦଯୁକ୍ତ ରଖିବା ସହିତ ପଦରେ ପାଦ ସଂଖ୍ୟା, ଅକ୍ଷର, ଯତିପାଦ, ଶବ୍ଦ ଚୟନ ଉପରେ ଜୋର ଦିଏ। ବିଶେଷ ଭାବରେ ବନାନ ଏବଂ ବ୍ୟାକରଣଗତ ତ୍ରୁଟି ଉପରେ ଧ୍ୟାନ ଦିଏ। ମୋର ମନ କହେ କବିତା ଛନ୍ଦମୁକ୍ତ ହେଉ ଅବା ଛନ୍ଦଯୁକ୍ତ, କବିତା ଭାବମୟ ହେବା ଉଚିତ ଏବଂ କବିତାର ଭାବ ପାଠକ ମନକୁ ଆନ୍ଦୋଳିତ କରିବା ବାଞ୍ଛନୀୟ, ଜଗତ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଉଚିତ। ମୌନେ ମୁକ୍ତିର ମନ୍ତ୍ର ପ୍ରଚାରେ ଦୁର୍ବଳ ହୃଦୟ ଶକତି ଭରେ, ଶାନ୍ତି ସତ୍ୟପ୍ରୀତି ସଦା ପରସେ, ଅସାଧୁ ପାଦରେ ଶିକୁଳି କଷେ, ସୁପ୍ତ ଘଟେ ପ୍ରାଣ ସଞ୍ଚାରେ ଯାଇ କବିତା ସେଇ। ମହାଦ୍ରୁମ ଆଚ୍ଛାଦିତ ସାହିତ୍ୟର ଗହନ ବନରେ ଦୁର୍ବାସମ ମୋର ଇଚ୍ଛା, ଭାବନା ଶବ୍ଦରେ ଶବ୍ଦାୟିତ କରିବାକୁ କାହାରି ନା କାହାରି ହୃଦୟ କନ୍ଦର। ଚିତ୍ରକର ନହେଲେ ବି ନେଇ ମନୋରଥ, ଚେଷ୍ଟା ମୋର ଅବିରତ ନୁହେଁ ଅସମର୍ଥ। ହାତେ ଧରି ରଙ୍ଗ ତୋଳି ଆଙ୍କିବି ମୁଁ ପ୍ରତିଛବି ପ୍ରେମିକାର ଭଳି। କବିତା ପ୍ରତି ଏହା ହିଁ ମୋର ଭାବଦୃଷ୍ଟି ଓ ଏହା ହିଁ ମୋର ଭାବଦୃଷ୍ଟିର କବିତା, ଯାହା ଭିତରେ ନିରନ୍ତର ମୁଁ ଖୋଜୁଥାଏ ସେହି ମହିମ୍ନ ଜୀବନାନୁଭବର ରହସ୍ୟମୟ ସୌନ୍ଦର୍ଯ୍ୟକୁ। ଧନ୍ୟବାଦ। ଜୟ ଜଗନ୍ନାଥ।